ମୁଁ ୟୁସୁଫ ଅଲି 10 ନମ୍ବର ୱାର୍ଡ କାଉନସିଲର। ମୁଁ ସକାଳେ 10:30 ସମୟରେ ଟାଉନରେ ଥିଲା ବେଳକୁ ମୋତେ ଫୋନ୍ ଆସିଲା ପଠାନ ସାହି ଭିତରେ ଗୋଟେ ଘରରୁ ଧୂଆଁ ବାହାରୁଛି ବୋଲି। ମୁଁ ଏଠି ଆସିକି ଦେଖିଲା ବେଳେ ଗୋଟେ ଘର, ଗୋଟେ ଅଟୋ ଚାଳକ ଯେ ବହୁତ ମାନେ ଗରିବ ପରିବାରର ଅଟୋ ଚଲେଇକି ତାର ନିଜର ଭରଣ ପୋଷଣ କରୁଛି, ତାର ଘର ପୁରା ନିଆଁ ଲାଗିଯାଇଛି, ପୁରା ଛାରଖାର ହେଇଯାଇଛି। ଗୋଟେ ହଳ ଡ୍ରେସ୍ ଆମେ ଅନୁମାନ କରୁଛୁ କରେଣ୍ଟ ସର୍ଟ ମାନେ ସର୍ଟ ସର୍କିଟ ହେଇକି ନିଆଁ ଲାଗିଗଲା ବୋଲି ଆମର ଅନୁମାନ। ବାକି ତ ଆଉ କିଛି ତାର କିଛି ମାନେ ଜଣା ପଡୁନାହିଁ। ଦିନ 10 ଘଣ୍ଟା ସମୟରେ ହେଇଛି ମାନେ କରେଣ୍ଟ ସର୍ଟରେ ହିଁ ହେଇଥିବ ବୋଲି ଆମର ଅନୁମାନ। କଣ ସବୁ ଘଟଣା ମାନେ କେତେ କଣ ଜଳି ଯାଇଛି? ବହୁତ କିଛି ମାନେ ଯାହା ବି ଥିଲା ଘରେ କିଛି ବି ବାକି ନାହିଁ। ଯାହା ଗୋଟେ ହଳ ଡ୍ରେସ୍ ପିନ୍ଧିକି ଅଛି ସେ ପିଲାଟା, ତାର ସେ ଗୋଟେ ହଳ ଡ୍ରେସ୍ ହିଁ ଅଛି। ବାକି ସୁନା ଗହଣା ଟଙ୍କା ପଇସା ଆପଣ ଦେଖୁଥିବେ ଏଇ ସବୁ ବାହାରେ ଆମେ ରଖିଛୁ, କିଛି ବି ବାକି ନାହିଁ ଘରେ। ହେଲେ କି ପ୍ରଶାସନ ତରଫରୁ କଣ ଆସିଥିଲେ? ପ୍ରଶାସନ ତରଫରୁ ତହସିଲ ଡିପାର୍ଟମେଣ୍ଟକୁ ଆମେ ଜଣେଇଥିଲୁ, ତାଙ୍କେ ଆସିଥିଲେ, ଫାୟାର ଷ୍ଟେସନ ଆସିଥିଲେ, ନିଆଁ ଲିଭେଇକି ଯାଇଛନ୍ତି। ଆଉ କଣ ତହସିଲ ନିବେଦନ କରିବେ ଡିପାର୍ଟମେଣ୍ଟ କଣ ହେଲେ? ସରକାର ତରଫରୁ କିଛି ଅନୁଦାନ ପାଇକି ସେ ଯଦି ଉପକୃତ ହେଇଥିଲେ ଭଲ ହେଇଥାନ୍ତା ବୋଲି ଆମର